ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଆଗ୍ରହ ଥିବା ହେ ଶ୍ରୋତାବନ୍ଧୁ, ଆମେ ଆଜି 6 ତାରିଖ ବୁଧବାରକୁ ନେଇ ଏକ ଯୋଜନା କରିଛେ। ଏ ଦିନ ଅଶୁଭ ସମୟ ଦିନ 10ଟା 43ରୁ 1ଟା 21 ଯାଏ, ତାହାକୁ ରାହୁକାଳ କହନ୍ତି। ଏ ସମୟରେ କୌଣସି ଶୁଭ କାର୍ଯ୍ୟ ବା ଯାତ୍ରା ଆରମ୍ଭ କରାଯାଏନି। ସୂର୍ଯ୍ୟ ଉଦୟ 5ଟା 16 ପରେ, ଅସ୍ତ 6ଟା 10 ପରେ। ଆଜି ବେଲ ଖାଇବା ମନା। ମୂଳା ନକ୍ଷତ୍ରର ଆଜି 3ଟା 54 ମଧ୍ୟରେ ପାଣି ଗ୍ରହଣ ମାନେ ବିବାହ। ଆଜି ବ୍ରତ ଉପନୟନ ତିଥି ଅଛି। ଯଦି ପାଇପାରିବେ ଚାହିଁବେ ଏ ଶୁଭ କାର୍ଯ୍ୟ କରିପାରିବେ। ଆସନ୍ତୁ ମେଷ ପାଖକୁ ଯିବା, ମୀନ ପାଖରେ ପହଞ୍ଚିବା, ମଝିରେ ଅନ୍ୟମାନଙ୍କୁ କହିବା। ମେଷ ପାଇଁ 6 ତାରିଖ ବୁଧବାର ବନ୍ଧୁ ସହଯୋଗ ମିଳିବ। 3ଟା 54 ଯାଏ ଦ୍ୱିଜା ନକ୍ଷତ୍ରର ଶୁଭ ସମୟ ରହିବ। 3ଟା 54 ଠାରୁ ଅଶ୍ୱିନ ନକ୍ଷତ୍ରର ଶୁଭ ସମୟ ଆରମ୍ଭ ହେବ। ଆଜ ଦିନ ଏକ ମାପଚୁପ୍ ଦିନ, ଚୁପଚାପ ରହିବା ଦିନ। ଜଗି ରଖି ନ ଚଳିଲେ ଅପମାନିତ ହେବେ। ମନେ ରଖିବେ ଯେ ଆଲୋ ସଖୀ, ଆପଣା ମହତ ଆପେ ରଖି। ସାବଧାନ ହୋଇ ଆତ୍ମସମ୍ମାନ ଜଗି କାହା ପାଖରେ ହାତ ପାତନ୍ତୁନି, କାହାକୁ କିଛି ମାଗନ୍ତୁନି, କାହାକୁ କିଛି ଉପଦେଶ ନଦେଲେ ଭଲ। କାରଣ ଏହି ଉପଦେଶ ବୁମେରାଙ୍ଗ ହୋଇଯିବ। ଆଜି ଅପମାନିତ ହେବାର ସମୟ। ବୁଧବାର 6 ତାରିଖ। ବୃଷ ରାଶି 6 ତାରିଖ ବୁଧବାର ଦୁର୍ଘଟଣା ଭୟ ଅଛି। ଯେଣୁ ଦୁର୍ଘଟଣା ଭୟ ଅଛି, ତେଣୁ ବାହାରକୁ ନ ଯିବା ଭଲ। ଘରେ ରହିଲେ ବି ସାବଧାନତା ବୁଧବାର 6 ତାରିଖ ଦୁର୍ଘଟଣା ଭୟ ଅଛି, ତେଣୁ ବାହାରକୁ ନ ଯିବା ଭଲ। ଘରେ ରହିଲେ ବି ସାବଧାନତା ଅବଲମ୍ବନ କରିବା। କାରଣ କେଉଁଠି କେତେବେଳେ ବାଡ଼େଇ ହେଇଯିବା, ପିଟି ହେଇଯିବା, ପଡ଼ିଯିବା ଇତ୍ୟାଦି। ବୃଷ ରାଶି 6 ତାରିଖ ଦୁର୍ଘଟଣା ଭୟ ଆଣିବ। ବୃଷ ରାଶି ମହିଳାଙ୍କର ଆଜି ଘାତଚନ୍ଦ୍ର, ତେଣୁ ମହିଳାମାନେ ସାବଧାନ। ଦିନ 3ଟା 54 ଯାଏ ମୃଗଶିରାର ଶୁଭ। 3ଟା 54 ଠାରୁ ରୋହିଣୀ ନକ୍ଷତ୍ରର ଶୁଭ ସମୟ ଆସିବ। ଆଜି ଯେଣୁ ଅତି ଅଶୁଭ ଦିନ, ତେଣୁ ଦୂରଯାତ୍ରା ନିଷେଧ। ଘରେ ରହିଲେ ବି ଜଗି ରଖି ଚଳିବେ, ନହେଲେ କେଉଁଠି ବି ବାଡ଼େଇ ହୋଇପାରନ୍ତି। ଆୟ ଅମଳରେ ଚାଲା ପଡ଼ିଛି। ଆୟ ଅମଳର ନାଁ ଗନ୍ଧ ନାହିଁ। ଦୈନିକ କରୁଥିବା ସେବା ବୃତ୍ତି ବେଉସା ମାନ୍ଦା ହେବ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ବୃଷ ରାଶି ପାଇଁ କୌଣସି ପ୍ରକାରରେ ଶୁଭ ଦିନ ନୁହେଁ। ମିଥୁନ ରାଶି ପାଇଁ 6 ତାରିଖ ବୁଧବାର କର୍ମରେ ସୁଖ ହେବ। ମିଥୁନ ରାଶି ମହିଳାଙ୍କର ଘାତଚନ୍ଦ୍ର, ଏଣୁ ସାବଧାନ। 3ଟା 54ରୁ ପୁନର୍ବସୁର ଶୁଭ। 3ଟା 54 ଠାରୁ ଆର୍ଦ୍ରାର ଶୁଭାରମ୍ଭ ହେବ। ଧନ ରୋଜଗାର ପାଇଁ ଆଜି କୌଣସି ବାଧାବନ୍ଧନ ନାହିଁ। ତେଣୁ ଯଥୋଚିତ ବୁଦ୍ଧି, ବିଦ୍ୟା, ଶ୍ରମ, ବଳ, କଳ, କୌଶଳର ବିନିଯୋଗ କରନ୍ତୁ। ଯଦି ଏତିକି ଠିକ୍ ଭାବରେ ବିନିଯୋଗ କରିବେ,
ତେବେ ଆୟ ଅମଳ ଯଥେଷ୍ଟ ହେବ। ବିବିଧ ଦିଗରୁ ବିଭିନ୍ନ ରୂପରେ ଧନାଗମ ହେବ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଧାର ଉଧାର ଶୁଝି ହେଇଯିବ। ବଳକା ଧନକୁ ବି ସଞ୍ଚୟ କରିପାରିବେ। ସୁଯୋଗକୁ ଯେ ହାତଛଡ଼ା କରେ ସିଏ ପସ୍ତାଏ। ଦେହ ସୁସ୍ଥ ରହିବ, ମନ ଖୁସି ହେବ। ମନେ ରଖିବେ, ଏଟା କଳି ଯୁଗ। କଳି ଯୁଗରେ ଧନ ଛଡ଼ା ଆଉ କେହି ନୁହନ୍ତି। ପୁଅ ଝିଅ ବାପା ମା ମଧ୍ୟ ଶତ୍ରୁ। ଧନ ବ୍ରାଇଟର ଦେନ୍ ସନସାଇନ୍, ସୁଇଟର ଦେନ୍ ହନି, ମନି ମନି ମନି। ଏହି ପ୍ରଭର୍ବଟିକୁ ମନେ ରଖିଥିବେ। ଧନ ରୋଜଗାର କରନ୍ତୁ, ସୁଯୋଗକୁ ଯେଉଁ ହାତଛଡ଼ା କରନ୍ତୁ ନାହିଁ। ଏବେ ଯିବା କର୍କଟ ପାଖକୁ। କର୍କଟ ପାଇଁ 6 ତାରିଖ ବୁଧବାର ଏକ ଲାଭପ୍ରଦ ବାର। ବନ୍ଧୁ ମିଳନ ଯୋଗ ଅଛି। ଦିନ 3ଟା 54 ଯାଏ ଅଶ୍ଳେଷାର ଶୁଭ। ଦିନ 3ଟା 54 ଠାରୁ ପୁଷ୍ୟାର ଶୁଭ ସମୟ ଆସିବ। ଲାଭଦାତା ବିଧାତା ସିଏ ଦେବେ। ଆଜି ଲାଭ ହେବ। ଯେକୌଣସି ବିଷୟରେ ଲାଭ ଆଜି ହେବ। ତମେ ବହୁତ ଦିନ ହେଲା ଧାଁ ଦୌଡ଼ କରୁଛ, କେମିତି ସେ କେସ୍ଟାର ସମାଧାନ ହେବ। ଆଜି ଲାଭ ହେବ, ସମାଧାନ ହେଇଯିବ। ଆମେ ଜମି ଖଣ୍ଡେ କିଣିବା ପାଇଁ କେତେ ନେହୁରା ନିମନ୍ତ ହେଉଛେ, ଆଜି ଲାଭ ହେବ। ବିଭିନ୍ନ ରୂପରେ, ବିଭିନ୍ନ ପ୍ରକାରରେ, ବିଭିନ୍ନ ସମୟରେ, ବିଭିନ୍ନ ଲୋକଙ୍କୁ ବିଭିନ୍ନ ଲାଭ ହେବ। ଲାଭଦାତା ବିଧାତା, କର୍ମକର୍ତ୍ତା ଆପଣ। ତେଣୁ କର୍ମାଭିମୁଖୀ ହେଲେ ଲାଭ ହେବ। ଆପଣଙ୍କର କ'ଣ, କେତେ ଓ କି ପ୍ରକାର ପଦାର୍ଥ ଲାଭ ହେବ ଭାବନ୍ତୁ। ବ୍ୟବସାୟୀ ମାନଙ୍କର ତ ଆର୍ଥିକ ଲାଭ ନିଶ୍ଚୟ ହେବ। ସାଂସାରୀଙ୍କୁ, ଯେଉଁମାନେ ସଂସାର କରିଛନ୍ତି, ଘରଦ୍ୱାର କରିଛନ୍ତି, ସଂସାରୀଙ୍କୁ ସୁଖ ଲାଭ ହେବ। ସାଧୁ ସନ୍ତମାନେ ଯେଉଁମାନେ ଆମ ମେଳରେ ବି ଅଛନ୍ତି, ସେମାନେ ଆଜି ପାରମାର୍ଥିକ ଶାନ୍ତି ପାଇବେ। ଯୁବ ଶ୍ରେଣୀଙ୍କର ରୋଜଗାର ଆପନ୍ଥା ଖୋଲିଯିବ। ଆଉ ଘରକୁ କନ୍ୟା ରତ୍ନ ବା ସୁଜାମାତା ମିଳିଯାଇପାରେ। ଆସନ୍ନ ପ୍ରସବା ଜନନୀ ସନ୍ତାନ ଲାଭ କରି ଖୁସି ହେବେ। ଲାଭ ଲାଭ ଲାଭ। ସିଂହ ରାଶି ପାଇଁ 6 ତାରିଖ ବୁଧବାର ସୁଖକାରକ ଦିନ। ଦିନ 3ଟା 54 ଯାଏ ପୂର୍ବ ଫାଲ୍ଗୁନୀର ଶୁଭ। 3ଟା 54 ଠାରୁ ଉତ୍ତର ଫାଲ୍ଗୁନୀର ଶୁଭ ସମୟ ଆରମ୍ଭ ହେବ। ଯେଣୁ ସବୁ ସୁଖର ମୂଳ ଧନ ଓ ଶାନ୍ତିର ମୂଳ ଧର୍ମ। ତେଣୁ ଧନାଗମ ନିଶ୍ଚୟ ହେବ। ମାତ୍ର ପୁରୁଣା ଶ୍ୱାସରୋଗୀ ଥିଲେ ଆଜି ପୀଡ଼ା ପାଇବେ। ସିଂହ ରାଶିର ଯଦି ପୁରୁଣା ଥଣ୍ଡା ରୋଗୀ, ଶ୍ୱାସ ରୋଗୀ, କ୍ରୋମାଇଟ୍ ରୋଗୀ ଥିବେ, ତାଙ୍କୁ ଆଜି ଶ୍ୱାସରୋଗ ପୀଡ଼ା ଦେବ। ପୂର୍ବ ଯୋଜନାନୁସାରେ କୌଳିକ ବା ମୌଳିକ ବା ଲୌକିକ ବା ପାରିବାରିକ ସୁଖ ମିଳିବ। ବନ୍ଧୁ ମହଲରେ ଚର୍ଚ୍ଚିତ ହେବେ। ତାଳି ମାରି ହସନ୍ତୁ ନା, ବଢ଼ିଆ ହେବ। ସବୁ ସମସ୍ୟା ଦୂର ହେଇଯିବ। ତାଳି ମାରି ହସନ୍ତୁ, ଦେଖିବେ କେତେ ବଢ଼ିଆ ଦିନ ଯିବ। ମଙ୍ଗଳ 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 ହେବ। କନ୍ୟା ରାଶି ପାଇଁ 6 ତାରିଖ ବୁଧବାର ବୃଥା ଭ୍ରମଣ ଯୋଗ ଆଣିବ। ଦିନ 3ଟା 54 ଯାଏ ଚିତ୍ରାର ଶୁଭ। 3ଟା 54 ଠାରୁ ହସ୍ତା ପାଇଁ ଶୁଭ ସମୟ ଆସିବ। ବାହାରକୁ ନ ଯିବା ଉଚିତ। ଦେହ ଅସୁସ୍ଥ ରହିବ। ପୁରୁଣା ରୋଗ ଥିଲେ ଆକ୍ରମଣ କରିବ। ବହୁ ଯନ୍ତ୍ରଣା ଦେବ। ଆୟ ଅମଳ କଥା ମିଥ୍ୟା। ଯାହା ହେବ ତାହା ଓନ୍ଲି ହ୍ୟାଣ୍ଡ ଟୁ ମାଉଥ୍। ପ୍ରତିଦିନ ଆମେ କରୁଥିବା ବୃତ୍ତି, ବ୍ୟବସାୟ, ସେବା, ଧନ୍ଦା, ଚାକିରିରୁ ଯାହା କିଛି ଆୟ ହେବ ତାହା କିଛି ନୁହେଁ।
ଖାଦ୍ୟ ପେୟରେ ବ୍ୟତିକ୍ରମ ହେବ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି, ହେଲେ ସନ୍ଧ୍ୟା ବେଳକୁ ଦିଅଁ ଦର୍ଶନ ଯୋଗ ଆସିବ। ତୁଳା ରାଶି ପାଇଁ 6 ତାରିଖ ବୁଧବାର ସୁନ୍ଦର ସ୍ୱାସ୍ଥ୍ୟ ଗଢ଼ି ହେବ। ଆଜି ତୁଳା ରାଶି ପାଇଁ ଏକ ସୁନ୍ଦର ସ୍ୱାସ୍ଥ୍ୟ ମିଳିବାର ଯୋଗ ଅଛି। ଦିନ 3ଟା 54 ଯାଏ ବିଶାଖାର ଶୁଭ। ତୁଳା ରାଶି ପୁରୁଷଙ୍କର ଆଜି ଘାତଚନ୍ଦ୍ର, ଏଣୁ ସାବଧାନରେ ଚଳାଚଳ କଲେ ଭଲ। ଆଜି ଭ୍ରାତୃ ବିବାଦର ଅବସାନ ହେବ। ମନ ଲାଖି ଆୟ ହେବ। ଆଉ ଆୟ ଧନ ଏଟା ହେଲା ଭଳିଆ ହେବ। ଖାଲି ଆପଣଙ୍କର ଖଟଣି ଆବଶ୍ୟକ। ଯଦି ମନ ଧ୍ୟାନ ଦେଇ ଆବଶ୍ୟକୀୟ ବୁଦ୍ଧି ବିବେକ ବିଚାରଧାରା ଖଟି ପାରିବେ, ତେବେ ବହୁ ଧନ ଆୟ ହେବ। ଆପଣଙ୍କୁ ଜଣା ଯେ ଠିଆ ହୋଇ ବୁଣିଥିଲେ ବସିକରି ଖାଇ, ତା ମାନେ କ'ଣ? ତା ମାନେ ହେଲା ଆପଣ ଯେ ଠିକ୍ ଖଟିବେ। କେଉଁଠି କ'ଣ ଦରକାର, କେତେ ଲୁହା ପଥର ଭଙ୍ଗା ହେବ, ତା ପାଇଁ ଯେଉଁ ମାଡ଼ ଦରକାର, କାଠ ଚିରା ହେବ କ'ଣ ସେଇ ମାଡ଼ ଦରକାର, ମାଟି ଖୋଳା ହେବ ତା ପାଇଁ କ'ଣ ସେଇ ମାଡ଼ ଦରକାର, ସୁନାକୁ ଅଳଙ୍କାର କରିବା କ'ଣ ସେଇ ମାଡ଼ ଦରକାର? ନାହିଁ। ତେଣୁ ଯଥାର୍ଥ ପରିଶ୍ରମ ଆବଶ୍ୟକ। ପିଲାଟିକୁ ଗଢ଼ିବା ପାଇଁ ହେଲେ କେତେ ମିଠା କଥା କହି ତାକୁ ଗେଲ କରି ପାଠ ପଢ଼ିବାକୁ ପଡ଼ିବ ପରା। ନହେଲେ କ'ଣ ସେ ପଢ଼ିପାରିବ? କାହା ପାଇଁ କେଉଁ ମାଡ଼ ଆବଶ୍ୟକ? ଯଦି ଜୀବନ ସାଥୀ ରାଗିଛି, ଅଭିମାନ କରିଛି, ପୁଅ ହେଉ ବା ଝିଅ ହେଉ, ତାକୁ ଟିକେ ବୁଝେଇ ସୁଝେଇ ତା'ର ମୁଖ ପ୍ରଶଂସା କରିବାକୁ ପଡ଼ିବ ନା। ତେବେ କାହା ପାଇଁ କ'ଣ? ଭାବି ବିଚାରି ବୁଦ୍ଧି ବିଚାର କରି କାମ କଲେ ଆଜି ସବୁକିଛି ସୁଖ ମିଳିବ। ଶାରୀରିକ ସମସ୍ୟା ନାହିଁ। ଭାଇ ଭଉଣୀଙ୍କ ପାଇଁ କିଛି ଗୋଟିଏ ଭଲ ଖବର ଅଛି, ତାହା ଶୁଣି ଆପଣ ଆନନ୍ଦିତ ହେବେ। ଘରେ ଆଜି ସାନ ଭାଇ ଭଉଣୀଙ୍କର କିଛି ଉତ୍ସବ ହେଇପାରେ ଏବଂ ମଜା ଖବର। ବିଛା ରାଶି ପାଇଁ 6 ତାରିଖ ବୁଧବାର ବ୍ୟୟ ଦୃଷ୍ଟିରୁ ସହାୟକ ହେବ। ଆଜି ବ୍ୟୟ ବୃଦ୍ଧି ହେବ। ଆଜି ବୁଧବାର 6 ତାରିଖ ବିଛା ରାଶିଙ୍କର ଖର୍ଚ୍ଚ ବଢ଼ିଯିବ, ବ୍ୟୟ ବୃଦ୍ଧି ହେବ। 3ଟା 54 ଯାଏ ଜ୍ୟେଷ୍ଠାର ଶୁଭ। 3ଟା 54ରୁ ଅନୁରାଧାର ଶୁଭ ସମୟ ଆସିବ। ଆଜି ଧନାଗମରେ ବାଧା ବନ୍ଧନ ନାହିଁ, ମାତ୍ର ମନ ଆଜି ଅବୁଝା ହେବ। କର୍ମକ୍ଷେତ୍ର ପାଇଁ ନିଜ ମନ ବାଧା ସୃଷ୍ଟି କରିବ। ସୁତରାଂ ବିଭ୍ରାଟ ହେବ ସବୁଥିରେ। କର୍ମକ୍ଷେତ୍ରରେ, ପରିବାରରେ, ସମାଜରେ, ଲୋକ ମହଲରେ ବିଭ୍ରାଟ ହେବ। ଏଥିପାଇଁ ସାମାନ୍ୟ କଳହ ବି ହୋଇପାରେ। ଧୈର୍ଯ୍ୟ ଧରି ହସି ପାରିଲେ ସବୁ ସମସ୍ୟାର ସହଜ ସମାଧାନ ହୋଇଯିବ। ଜଡ଼ ଭୂତ ମୁରାରୀ। ଭଗବାନ ଜଗନ୍ନାଥଙ୍କୁ ଭକ୍ତ କହେ ଜଡ଼ ଭୂତ। ସେ ମୁରାରୀ, ସେ ଜଗନ୍ନାଥ ଜଡ଼ ଭୂତ। କିଛି ଜାଣିନାହାନ୍ତି, ଚୁପଚାପ ବସିଛନ୍ତି। ସେମିତି ଯେତେ ଝଡ଼ ଝାଟି ଆସୁ ଚୁପଚାପ ସବୁ ସମ୍ଭାଳି ନେଇଯାଆନ୍ତୁ, ଦେଖିବେ ବଢ଼ିଆ ହେବ, ମଙ୍ଗଳ ହେବ। ଏ ହେଲା ବିଛା ରାଶି କଥା। ତାପରେ ଧନୁ ରାଶି ପାଇଁ 6 ତାରିଖ ବୁଧବାର ସଫଳତା ଆଣିବ। ଦିନ 3ଟା 54 ଯାଏ ପୂର୍ବାଷାଢ଼ର ଶୁଭ। 3ଟା 54 ପରେ ଉତ୍ତରାଷାଢ଼ ନକ୍ଷତ୍ରର ଶୁଭ। ଆଉ ଧନୁ ରାଶି ପାଇଁ ଏକ ଶୁଭ ମଙ୍ଗଳ ଦିନ। ପ୍ରଥମତଃ ଶାରୀରିକ ସମର୍ଯ୍ୟାଦା ବଢ଼ିବ। ଆପଣ ସୁସ୍ଥ ହେବେ ଓ ସୁନ୍ଦର ଦିଶିବେ। ଖାଦ୍ୟ ପେୟ ରୁଚିକର ହେବ। ବିବିଧ ଉପହାର ମିଳିପାରେ। ଦୈନନ୍ଦିନ ଆୟ ଅମଳରେ ଆଦୌ ବାଧା ନାହିଁ। କର୍ମକ୍ଷେତ୍ରରୁ ସ୍ୱବୁଦ୍ଧି ବିଦ୍ୟା ବଳରେ ଭଲ ଆୟ କରି ଖୁସି ହେବେ। କୌଳିକ ମୌଳିକ ସାମାଜିକ ଲୌକିକ ଏ ଦୁଃଖ ନାହିଁ। ସବୁ ପ୍ରକାରରେ ଶାନ୍ତି ସୁଖ ଆଜି
ଧନୁରାଶି ପାଖକୁ ଆସିବ। ପ୍ରଥମରେ ଦେହ ଠିକ୍ ଠାକ୍ ରହିବ, ମନ ଠିକ୍ ଠାକ୍ ରହିବ, ଅର୍ଥ ଠିକ୍ ଠାକ୍ ରହିବ, ପ୍ରିୟ ଲୋକ ଠିକ୍ ଠାକ୍ ରହିବ। ଏସବୁ ଠିକ୍ ଠାକ୍ ଭିତରେ ଆପଣ ଠିକ୍ ହେବେ ନା ଭୁଲ କାହିଁ ହେବେ? ଆପଣ ଯାହା ଯାହା ଖୋଜୁଛନ୍ତି ବହୁତ ଦିନ ହେଲାଣି, ଆଜି ବୁଧବାର ଆପଣଙ୍କୁ ସବୁ ସୁଖ ମିଳିଯିବ। ହଁ, ମକର କଥା ବୁଝିବା। ମକର ରାଶି ପାଇଁ 6 ତାରିଖ ବୁଧବାର ଅପମାନ ଯୋଗ। 3ଟା 54 ଯାଏ ଧନିଷ୍ଠାର ଶୁଭ। ଆଜି ଏକ ବ୍ୟୟକାରୀ ଦିନ, କିଛି ବୃଥା ବ୍ୟୟ ହୋଇପାରେ, ଦେହ ଅସୁସ୍ଥ ହେବ। 3ଟା 54 ଠାରୁ ଶ୍ରବଣାର ଶୁଭ ସମୟ ଆସିବ। ଆୟ ଅମଳ ପାଇଁ ଅଶୁଭ, ବିଭିନ୍ନ କ୍ଷେତ୍ରରେ ବାଧା ବନ୍ଧନ ସୃଷ୍ଟି ହେବ। ପ୍ରିୟ ପରିଜନ ଯଦିଓ ପାଖରେ ରହିବେ, ତଥାପି ଦୁଃଖ କେହି ନେବେନି। ଆପଣା କଲା କର୍ମ ମାନ, ବେଳୁ ହୋଇବ ସାବଧାନ। ଭାଗବତରେ ଲେଖା ହେଇନି ଏଟା? ଆପଣା କଲା କର୍ମ ମାନ, ବେଳୁ ହୋଇବ ସାବଧାନ। କାହିଁକିନା ମନ ଜାଣେ ପାପ। ଆପଣ କିଏ କ'ଣ କେତେବେଳେ କେଉଁ ଭୁଲ କରିଛନ୍ତି, ସେ କଥା କେବଳ ଆପଣଙ୍କ ମନ ଗହନ ଖାତାରେ ଲେଖା ହେଇକରି ଅଛି। ସେ ଫଳ ତ ଭୋଗିବା ରଣରେ ବଣରେ କଣରେ, ଥିଲେ ବି କର୍ମ ଫଳ ନିଶ୍ଚେ ଫଳିବ। ଯେଉଁଠି ଥାଆନ୍ତୁ, ଯେମିତି ଥାଆନ୍ତୁ। ତେଣୁ ଆମେ ଭୁଲ କରିବା କାହିଁକି, ଦଣ୍ଡ ଭୋଗିବା କାହିଁକି? ବାସ୍। କୁମ୍ଭ ରାଶି ପାଇଁ 6 ତାରିଖ ବୁଧବାର ଦୂରଯାତ୍ରାରେ ଶୁଭ କାରକ ହେବ। କୁମ୍ଭ ପୁରୁଷଙ୍କ ପାଇଁ ଆଜି ଘାତଚନ୍ଦ୍ର ଦିନ। 3ଟା 54 ଯାଏ ପୂର୍ବଭାଦ୍ର ନକ୍ଷତ୍ରର ଶୁଭ। ଆଜି କୁମ୍ଭ ରାଶିର ପୁରୁଷ ଗଣ ସାବଧାନତା ଅବଲମ୍ବନ କରିବେ ତ ଭଲ। ବିବିଧ ଉପାୟରେ ଧନାଗମ ହେବାର ସୁଯୋଗ ଅଛି। ସୂଚନା ମିଳୁଛି, ନିଜ ବୃତ୍ତି ବ୍ୟବସାୟ ସେବାରୁ ଯେତିକି ରୋଜଗାର କରନ୍ତି, ଆଜି ତାହାର ପରିମାଣ ଯଥେଷ୍ଟ ବେଶୀ ହେବ। ଶାରୀରିକ ସମସ୍ୟା ନାହିଁ, ବାକିଆ ଅର୍ଥ ମିଳିଯିବ। ଲଟେରୀ ଖେଳୁଥିଲେ, ଆଜି ଲଟେରୀ ମିଳିବାର ଯୋଗ ଅଛି। ଆଜି ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। କୁମ୍ଭ ରାଶି ପାଇଁ ଧନଲକ୍ଷ୍ମୀଙ୍କର ଅପାର କରୁଣା ଆଜି ଅଛି। ସେମାନେ ଯଦି ଆଳସ୍ୟ ତ୍ୟାଗ କରିବେ, କର୍ମଠ ହେବେ, ଧନଲକ୍ଷ୍ମୀ ତାଙ୍କୁ ଆଜି ଅଜାଡ଼ି ଦେବେ। ହଁ, ମୀନ ରାଶି ପାଇଁ 6 ତାରିଖ ବୁଧବାର ଆୟ ବୃଦ୍ଧିରେ ସହାୟକ ହେବ। ଦିନ 3ଟା 54 ଯାଏ ରେବତୀର ଶୁଭ। 3ଟା 54 ଠାରୁ ଉତ୍ତର ଭାଦ୍ର ନକ୍ଷତ୍ରର ଶୁଭ। ଆଜି ଆପଣମାନେ କର୍ମ ଚଞ୍ଚଳ ରହିବାକୁ ବାଧ୍ୟ ହେବେ। ବସିପାରିବେନି, ଖଟିବେ। ଆଜି ଧାଁ ଦୌଡ଼ କରିବେ। କର୍ମ ଆଉ କର୍ମ, ଏହି କର୍ମ କର୍ତ୍ତାଙ୍କୁ ଧନ ମାନ ଆଦର ସ୍ନେହ ଆଜି ଅଜାଡ଼ି ଦେବ। କର୍ମକର୍ତ୍ତା କିଏ? ଆପଣ ମୀନରାଶି ଲୋକମାନେ। ଆଜି ଆପଣଙ୍କୁ ସ୍ନେହ ଆଦର ଧନ ସମ୍ମାନ ସବୁ କିଛି ମିଳିବ। ଖାଲି କର୍ମ କରନ୍ତୁ, ଆଳସ୍ୟ ତ୍ୟାଗ କରନ୍ତୁ। ଶାରୀରିକ ସମସ୍ୟା ନାହିଁ। କର୍ମ ଅକର୍ମ ସୁକର୍ମ ଭେଦରେ ତ କର୍ମ 3 ପ୍ରକାର। ଯଦି କର୍ମ କରିବେ ସଂସାରୀ ପରି ଠିକ୍ ଠାକ୍, ଯଦି ଅକର୍ମ କରିବେ ପଶୁ ପରି ତାହେଲେ ବି ଠିକ୍ ଠାକ୍, ଯଦି ସୁକର୍ମ କରିବେ ସାଧୁଙ୍କ ପରି ତାହେଲେ ବି ଠିକ୍ ଠାକ୍। କାରଣ ଆପଣଙ୍କୁ ମୁଁ ବୁଝେଇ ପାରିବିନି, ଆପଣଙ୍କୁ ଗୁରୁ ବୁଝେଇ ପାରିବେନି, ଆପଣଙ୍କୁ କେବଳ ମନ ବୁଝେଇବ। ମନ ତୋହର ନିଜ ଗୁରୁ, ଉଦ୍ଧବ କାହିଁକି ପଚାରୁ, ମନ ଗୁଣେ ଫଳ ପରା। ତେଣୁ ଆପଣ ଅକର୍ମ କରିବେ କି ସୁକର୍ମ କରିବେ, ସୁକର୍ମ ଫଳ ସୁ, ଅକର୍ମ ଫଳ କୁ। ବାସ୍। ଏବେ ବୁଝିବା, ଶାରୀରିକ ସମସ୍ୟା ନାହିଁ। ଗୋଟେ କଥା ମନେ ରଖିବେ ଯେ ଯିଏ ନିଆଁ ଗିଳେ ସିଏ ଅଙ୍ଗାର ହଗେ। କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ବନ୍ଧୁ,
ବର୍ଷା ହେଲାଣି ଏବେ ଟିକେ ଆମେ ଆମର ବାଙ୍ଗ୍ମୟକୁ ବନ୍ଦ କରିବା, ଈଶ୍ୱରଙ୍କୁ ଡାକିବା, ହେ ଭଗବାନ କାଲି ଟିକେ ସୁଯୋଗ ଦିଅ, ଆମେ ବନ୍ଧୁମାନଙ୍କ ସହ ଦୁଃଖ ସୁଖ ହେବୁ। ରହିଲି। ଯେଉଁ କ୍ଷୁଦ୍ର ଭିଡ଼ିଓ ଯାଉଛି 2 ସେକେଣ୍ଡ 3 ସେକେଣ୍ଡ ଦେଖନ୍ତୁ, ଭାରି ଶିକ୍ଷଣୀୟ। ଆମ ପୁରାଣ କାହାଣୀ ଶ୍ରୀମଦ୍ ଭାଗବତରେ ଯାହା ଲେଖା ଅଛି ସେଇଟା ମୁଁ ଖାଲି କହୁଛି, ମୁଁ ଜ୍ଞାନୀ ନୁହଁ। ରହିଲି, ନମସ୍କାର।